सेम सेम आलुचप बरा इडली पूरी खाइके जे बोर ହେଇଯିବେ କିଛି ନୂଆ ଘରେ ନିହାତି ଟ୍ରାଏ କରନ୍ତୁ। ଦେଖନ୍ତୁ ବାହାରୁ ପୁରା କ୍ରିପ୍ସ ରହିବ, ଭିତରେ ପୁରାପୁରି ସଫ୍ଟ ରହିବ, ପୁଣି ତା ଭିତରେ ଆଳୁର ଷ୍ଟଫିଂ ପାଇବେ। ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ଏଇ ରେସିପିଟି ଯଦି ବନାଉଛନ୍ତି ଥରେ ବାରମ୍ବାର ବନେଇ ଖାଇବାକୁ ଇଚ୍ଛା ହେବ। ଆଉ ଦେଖନ୍ତୁ ପାଖରୁ ଦେଖୁଛି କେତେ ବଢ଼ିଆ ବନିଛି। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପେନ୍ସିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ ଗୋଟେ ଗିନା ବିରିକୁ ମୁଁ କିଛି ସମୟ ବତୁରେଇକି ତାକୁ ବାଟିକି ରଖିଦେଇଥିଲି। ତ ଯେହେତୁ ମୁଁ ବିରି ବଟାରୁ ହିଁ ଆପଣମାନଙ୍କୁ ଦେଖାଉଛି, ଆପଣମାନେ ବିରିକୁ ବତୁରେଇ ଦେବେ, ତାକୁ ବାଟିଦେବେ ଯେତିକି ଆପଣମାନେ ଜଳଖିଆ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ। ତାପରେ ଦେଖନ୍ତୁ ଯେହେତୁ ମୁଁ ରେଷ୍ଟ ପାଇଁ 4ରୁ 5 ଘଣ୍ଟା ଏଠି ମୁଁ ରଖିଛି, ଆପଣମାନେ ଚାହିଁଲେ ଆକୁ ବିରି ବଟାକୁ ବାଟିକିରି ବି ବନେଇ ପାରିବେ ରେସିପିଟି। ତ ପୁଣି ଥରେ ହାଫ୍ ଚାମଚ ସେଥିରେ ଜିରା, ପୁଣି ସ୍ୱାଦ ଅନୁସାରେ ଦେଇଦେବେ ଲୁଣ। ଆଉ ବିରିରେ ଆମେ ବିଲକୁଲ ବି ବିରି ବଟାରେ କିଛି ବି ଏଡ୍ କରିବାନି, ଆକୁ ଆମେ ହାତ ସାହାଯ୍ୟରେ ଭଲସେ ପୁରା ଫେଣ୍ଟି ଦେବା। ଦେଖନ୍ତୁ ଏଇଭଳି ପୁରା 5 ମିନିଟ୍ ପର୍ଯ୍ୟନ୍ତ ମୁଁ ଟିକେ ଫେଣ୍ଟି ଦେଇଥିଲି। ଯେତେ ବଢ଼ିଆ ଫେଣ୍ଟିବେ ନା ସେତେ ବଢ଼ିଆ ଦେଖନ୍ତୁ ଫେଣ ବି ହେବ, ଆଉ ବହୁତ ବଢ଼ିଆ ବନିକି ରେଡ଼ି ହେବ ଆମର ଏଇ ରେସିପିଟି। ତ ଦେଖନ୍ତୁ ଏଇଭଳି ଗୋଟେ ସ୍ମୁଥ୍ ବେଟର୍ ବନିକି ରେଡ଼ି କରିବେ। ଫେଣ୍ଟି ସାରିବା ପରେ କେତେ ବଢ଼ିଆ ପୁରା ବେଟର୍ଟା ବନିଗଲାଣି ଦେଖନ୍ତୁ। ତ ଏବେ ଚାଲନ୍ତୁ ଆଉ 5 ମିନିଟ୍ ପାଇଁ ଆକୁ ରେଷ୍ଟ ପାଇଁ ରଖିବା। ତାପରେ ଆମେ ଏଇଠି କିଛି ଦେଖନ୍ତୁ ମୁଁ ସିଝା ଆଳୁ ନେଇଛି। ତ ଏବେ ସେଥିରେ ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ହାତ ସାହାଯ୍ୟରେ ଆମେ ଆଳୁକୁ ଚକୁଟି ଦେବା ବା ମେସ୍ କରିଦେବା। ଏଇଭଳି ପ୍ରୋସେସ୍ ଯେମିତି ଆପଣମାନେ ଆଳୁ ଚଟଣି ପାଇଁ ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ତାକୁ ଏଇଭଳି ହାତ ସାହାଯ୍ୟରେ ଟିକେ ମେସ୍ କରିଦେବେ। ତ ଏବେ ଆମେ ଦେଖନ୍ତୁ ଇଏ ପ୍ରୋସେସ୍ଟା ବନି ସାରିବା ପରେ ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ଆଗ ପ୍ରଣାଳୀ ଚାଲନ୍ତୁ ଆମେ ଏବେ ପ୍ରସ୍ତୁତ କରିବା। ପ୍ରଥମେ କ'ଣ କରିବା ନା ଗୋଟେ ପେନ୍ ନେବା, ସେଇଥିରେ ଏଡ୍ କରିଦେବା ରିଫାଇନ୍ ତେଲ। ରିଫାଇନ୍ ତେଲ ବଦଳରେ ଆପଣମାନେ ସୋରିଷ ତେଲ ବି ନେଇପାରିବେ। ତେଲ ପୁରା ଗରମ ଟିକେ ହେଇସାରିବା ପରେ ଆମେ ସେଇଥିରେ ଏଡ୍ କରିଦେବା ଛୋଟ ଛୋଟ ପିସେସ୍ରେ କଟିଂ କରି ରଖିଥିବା ପିଆଜ, କଞ୍ଚା ଲଙ୍କା ଏଡ୍ କରିବା। ପିଆଜ, କଞ୍ଚା ଲଙ୍କାକୁ ଟିକେ ହାଲକା ସଫ୍ଟ ହେଲା ପର୍ଯ୍ୟନ୍ତ ଟିକେ ଆମେ ଭାଜିବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ବନେଇବେ। ତ ଦେଖନ୍ତୁ ପିଆଜଟା ଟିକେ ସଫ୍ଟ ବି ହେଇସାରିଲାଣି। ଏବେ କ'ଣ କରିବେ ନା ଅଦା, ରସୁଣ, ପୁଣି ଶୁଖିଲା ଲଙ୍କାର ପେଷ୍ଟ ଏଡ୍ କରିଛି। ଶୁଖିଲା ଲଙ୍କାର ପେଷ୍ଟ ପୁରାପୁରି ଅପସନାଲ୍ ଅଛି। ମୁଁ ଅଦା, ରସୁଣ, ଶୁଖିଲା ଲଙ୍କା ମିକ୍ସ କରି ବାଟି ଦେଇଥିଲି ଯେହେତୁ ସେଇଥିପାଇଁ ମୁଁ ଏଡ୍ କଲି ଗୋଟେ ଚାମଚ, ଗୋଟେ ବଡ଼ ଚାମଚ ଏଡ୍ କରି ଟିକେ କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଅଦା ରସୁଣରୁ ଟିକେ ଭାଜିବା। ତାପରେ ଏଠି ଦେଖନ୍ତୁ ସିଝା ମଟର ନେଇଛି ଗୋଟେ ଛୋଟ ଗିନା, ଏଇଟା ପୁରାପୁରି ଅପସନାଲ୍ ଅଛି। କେବଳ ଆଳୁରେ ବି ଆପଣମାନେ ବନେଇକିରି ଖାଇପାରିବେ। ତ ସିଝା ମଟରକୁ ଏଡ୍ କରିକିରି ଆମେ ଟିକେ ପୁଣି ଥରେ ହାଲକା ଭାଜିବା। ତ ଏଇଠି ମୁଁ ସିଝା ମଟର ନେଇଛି, ଆପଣମାନେ ଚାହିଁଲେ ମାର୍କେଟରେ ଏବେ ଆସିଯାଇଛି ମଟର, ଗ୍ରୀନ୍ ମଟର, ଆପଣମାନେ ତାହେଲେ ବି ନେଇପାରିବେ। ତ ପୁଣି ଥରେ ଆମେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଘରର ବେଶୀ ଗରମ ମସଲା ଏଡ୍ କରିବା। ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଆମେ ଆଳୁରେ ଲୁଣ ଏଡ୍ କରିଥିଲେ, କେବଳ ଏଇଥିରେ ଆମେ ମଟର, ପୁଣି ପିଆଜ, କଞ୍ଚା ଲଙ୍କା ଅନୁସାରେ ହିଁ ଆମେ ସେଥିରେ ଲୁଣକୁ ଏଡ୍ କରିବା। ପୁଣି ଥରେ ମସଲାକୁ ବି ଟିକେ କଷି ହେବାକୁ ଦେବା। ମସଲାଟା ଟିକେ କଷି ହେଇସାରିବା ପରେ ଆମେ ସେଇଥିରେ ଏଡ୍ କରିଦେବା ଆଳୁକୁ ଯେଉଁ ମେସ୍ କରି ରଖିଥିଲେ ସେଇ ଆଳୁକୁ ସେଇଥିରେ ଆମେ ଏଡ୍ କରିଦେବା। ଏଡ୍ କରିକିରି ଆମେ ଭଲସେ ଆକୁ ଟିକେ ମିକ୍ସ କରିଦେବା, ଯେମିତି ମସଲାର କୁଟିଂଟା ପୁରାପୁରି ଯେମିତି ଆଳୁକୁ ଆସିଯିବ, ଆଉ କଲର୍ ବି ବହୁତ ବଢ଼ିଆ ଆସିବ। ଯେମିତି ସେ ପର୍ଯ୍ୟନ୍ତ ଟିକେ ଆକୁ ଟିକେ ଆମେ କଷିବା। ଏଇଭଳି ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିବେ। ତ ମିକ୍ସ କରିକି ଟିକେ ଭଲସେ ଟିକେ କଷିଦେବେ। ଫ୍ରେଣ୍ଡସ୍ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିବ ଆଉ ବହୁତ ସ୍ୱାଦିଆ ଲାଗେ এই ରେସିପିଟି। ଆପଣମାନେ ସେମ୍ ବରା ଆଳୁଚପ ଖାଇକି ବୋର୍ ହେଇଗଲେ এই ରେସିପିଟି ଘରେ ନିହାତି ଟ୍ରାଏ କରନ୍ତୁ। କିଛି ନୂଆ ଯଦି ବନେଇବେ ଘରେ ବି ଖାଇବାକୁ ସମସ୍ତେ ପସନ୍ଦ କରିବେ। ତ ଦେଖନ୍ତୁ ଆଳୁ ମସଲାଟା ଆମର ବନିକି ଏଠି ପୁରା ରେଡ଼ି ବି ହେଇସାରିଲାଣି, ଆଉ କେତେ ବଢ଼ିଆ ପୁରା କଲର୍ ବି ଆସିଯାଇଛି। ତ ଏବେ କ'ଣ କରିବା ନା ସେଇ ଆଳୁ ମସଲାରୁ ଆମେ ଅଧା ଆଳୁ ମସଲାକୁ ଗୋଟେ ଆମେ ପ୍ଲେଟ୍ରେ ରଖିଦେବା। ଆକୁ ଆମେ ଆଗକୁ ଦରକାର ହେବ, ଆପଣମାନଙ୍କୁ ମୁଁ କହିବି ଆକୁ କ'ଣ କରିବା ଆଗକୁ ରଖିଲେ। ତ ଦେଖନ୍ତୁ ମୁଁ ଏଇଠି ଅଧା ପୁରା ବାହାର କରିଦେଇଛି ଗୋଟେ ପ୍ଲେଟ୍କୁ, ଆକୁ ଆମେ ସାଇଡ଼୍ରେ ରଖିଦେବା। ପୁଣି ଥରେ ଆମେ ସେଇଥିରେ ଯେହେତୁ ଆଉ ଅଦା ଆଳୁ ମସଲା ସେଇଥିରେ ଅଛି, ତ ଏବେ କ'ଣ କରିବା ସେଥିରେ ଛୋଟ ଛୋଟ ପୁରା ପିସେସ୍ରେ କଟିଂ କରି ଟମାଟୋ ଏଡ୍ କରିଦେବା। ଟମାଟୋକୁ ଏଡ୍ କରିସାରିବା ପରେ ପୁଣି ଅଳ୍ପ ଟିକେ ଆଉ ଟିକେ ସ୍ୱାଦ ଅନୁସାରେ ଦେଇଦେବା, ଲୁଣକୁ ଏଡ୍ କରିଦେବା। ତ ଯେହେତୁ ଆମେ ଏଇ ଯେଉଁ ଆଳୁ ମସଲାଟା ରଖିଛନ୍ତି ସେଇଥିରେ ହିଁ ଆମେ ଗୁଗୁନି ଯେହେତୁ ବନେଇବା, ତ ମୁଁ ସେଇଥିପାଇଁ ସବୁ ଆଉ ଟିକେ କ୍ୱାଣ୍ଟିଟି ଅଧିକ କରିଛି। ଆଉ ଯଦି ରାଗ ଅଧିକା ଖାଇବାକୁ ପସନ୍ଦ କରନ୍ତି ତାହେଲେ ଆଉ ଟିକେ ଏଇଠି ଲଙ୍କାଗୁଣ୍ଡ ବି ଏଡ୍ କରିପାରିବେ। ତ ଏବେ ଆମେ ଲୁଣକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରି ଟମାଟୋଟା ଟିକେ ସିଝିଲା ପର୍ଯ୍ୟନ୍ତ ଟିକେ କଷିବା। ତାପରେ ଗରମ ସେଥିରେ ପାଣି ଏଡ୍ କରିଦେବା। ଯେତିକି ଝୋଳ ରଖିବାକୁ ଚାହିଁବେ ସେ ଅନୁସାରେ ସେଥିରେ ପାଣିକୁ ଏଡ୍ କରିବେ। ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ତ ଦେଖନ୍ତୁ ଗୋଟେ ରେସିପିରେ 2 ପ୍ରକାର ଆମେ ରେସିପି ବନେଇକି ରେଡ଼ି କରିଦେଲେ, ଆଉ ବିନା ଝଞ୍ଝଟରେ ବି ଜଲ୍ଦି ବନିକି ରେଡ଼ି ହେବ। ସକାଳର ବ୍ୟସ୍ତତା ଭିତରେ ଯଦି କିଛି ବନାଉଛନ୍ତି
ताहले झटपट जदि बनिया चाहूँगी एमती जदि बनइबे ताहले देखिए जल्दी भी बनीजिव आ खाइबा भी बहुत स्वादिया लगे। लास्ट अल्प टिके गरम मसला ऐड करवा। मुझे कस्तूरी मेथी धनिया पत्र स्किप करछि, आपण मैंने चाहिए ऐड करेंगे। तो ये आम भलसे मिक्स करदे। तो देखो फाइनाली आम गुगुनी रेसिपी भी बनिकी रेडी होगलानी आ बहुत बढ़िया बास्ना भी होता। पूरा घर पूरा कंपी उठिबो ये रेसिपी जदि एमती बनाउछंदी तो बहुत बढ़िया टेस्टी भी लगुला। पूरा पूरी ठेला स्टाइल रो ही गुगुनी बनी तो पूरा पूरी इजी प्रोसेस आम बनइले किंतु बहुत स्वादिष्ट थिला। तो देखो आपण मानू पाखरे देखुची केते बढ़िया पूरा कलर भी आसी आ बहुत बढ़िया बास्ना भी होची। तो आपको आम साइड रखीदेवा। एबे चलतु आमर आग प्रणाली आम प्रस्तुत करवा। प्रथमे आम गोटे करी नवा से ऐड करदेवा आम रिफाइन तेल। तेल को प्रथमे टिके आम गरम होदेवा से भीतर चलतु आमर आग प्रणाली प्रस्तुत करवा। तो ये देखु जो आलू चोखा को आम रखी बाहर कर प्लेट्रे ताकू आम गोलाकार सेप दवा। आपण मैंने चाहिए आपको सेपटा करी माने आलू मुझे पूरा पूरी गोलाकार कर देखुँ। देखो आपण मैंने चाहिए सिलिंडर सेप भी दे पारे, सिलिंडर सेप भी दे पारे ना जमी काकरा पिठा बनाऊँ ना से भाई गोलाकार चॉप सेट पूरा चॉप रो भी सेप दे पारे। तो देखो ये प्रोसेस रे भी दे पारे किंतु मुझे गोलाकार ही ताको सेप देवी सबतक आलू को। तो ये आम सेम प्रोसेस रे मन पसंद अनुसार आपको आम गोलाकार सेप देकर गोटे आम प्लेट रखीदेवा। पुणी थे आउ अल्प टिके पोषण नवा जेहेतु पूरा ठंडा भी हो गलानी आम गुगुनी बनइला भितर। तो ये बनिकी पूरा फटाफट रेडी हो जाए। आपण मैंने तो आलू चॉप अनेक थर बन खाई सेम सेम आलू चॉप बेसन रे जदि बनइकी खाऊँगी जदि किसी अलग खाया इच्छा होची आपको घरे निहाती ट्राए करंतु। देखो बिना सुजी बिना अटा बिना मैदा बिना बेसन रे बहुत बढ़िया हमरो गोटे रेसिपी बनिकी रेडी भी हो गलानी। तो आपण मैंने आपको घरे निहाती ट्राए करेंगे और जदि ट्राए कर मत कमेंट माध्यम निहाती जनइबे। तो देखो गोटे गोटे से आलूर बॉल्स को आम नहीं गोलाकार सेप देते आम कौन करवा ना बिरी रे ताकू एड करदबा। तार बिरी देखो ये कोटिंग देकरी बिरी कोटिंग देकरी आम ताकू तेल रे ऐड करदबा। पुणी थे देखो केते बनइबाटा पूरा पूरी इजी। आपण मैंने निहाती घरे ट्राए करते जब प्रथम थर भी बनाऊँ ना परफेक्ट बनिकी रेडी हम। तो देखो मुझे 3 पीस ही से ऐड कर सेम प्रोसेस रे गोटे गोटे करके आम से ऐड करदबा। ऐड कर गोटे साइड टिके आम फ्राए है पर्यंत टिके अपेक्षा करवा। तो गोटे साइड टिके फ्राए हो सारा पर आम उल्टेबा। तो देखो धीरे धीरे कलर भी पूरा चेंज हो सारा। तो ये प्रोसेस रे आम टिके उल्टे देवा और केते बढ़िया पूरा बनी। देखो बिना बेकिंग सोडार बनई बिना पुणी खाଇବା सोडार बनई किंतु बहुत बढ़िया पूरा स्पंजी पूरा फुला फुला थिला। बाहर पूरा क्रिप्सी पूरा आमर बिरी बंडा बोली आपको कहवा ना बिरी चॉप कहवा ना आलू चॉप कहवा कौन आपण मैंने मत कमेंट बॉक्स रे कमेंट करूँ ये रेसिपी ना कौन। तो देखो केते बढ़िया पूरा कलर आसी परफेक्ट बनिकी रेडी होती। अधिक तेल भी टाणुनी जेहेतु आम ये किसी भी बिना सोडार बनई बहुत बढ़िया बनिकी रेडी गलानी। तो ये आम सेम प्रोसेस रे सबुतक बनईकी गोटे आम प्लेट रे भी रखीदेवा। ये मुझे स्टेनर रखिली जदि एक्सट्रा तेल थी ताहले बाहरी पड़ो। तो पुणी थे देखो सेम प्रोसेस रे आम से ऐड करवा। तो बिरी कोटिंग देकरी आलू चॉप से आलूर बॉल्स को आम से तेल रे ऐड करवा। तो ये भाव में आम सबुतक सेम प्रोसेस रे बनईकी एबे रेडी करदेवा। तो देखो आ गोटे भी मुझे बनई आपण देखे दूसरी पुणी थे देखो बनइबाटा पूरा पूरी इजी। प्रथम थर भी बनाऊँ ताहले भी परफेक्ट बनिकी रेडी हम। फ्रेंड्स आपण जब भिडियोटी मोर पसंद आसो सांग मानू शेयर करूँ लाइक करूँ। चैनल जदि नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथमे आपण मानक पहुँचो। मुझे इजी इजी वीडियो नहीं आसबि आपण मैंने देखिरी घरे निश्चय ट्राए करंतु। आउ जदि फेसबुक पेज देखुं ताहले फेसबुक पेज मोर फॉलो करंतु। इंस्टाग्राम रे देखुले ना फॉलो करने को जमार भूलतुनि। तो देखो फाइनाली आम रेसिपी बनिकी रेडी हो गलानी। फ्रेंड्स आपण मैंने तो वीडियो देखुं किंतु कमेंट करंतु कौ जिलूर देखुं। जदि आपण मैंने मते कमेंट बॉक्स रे जानबे जे कौ जिलूर देखुं ताहले मते खुशी लगे वीडियो केदूर पर्यंत पहुँचुची मु भी जानी पारबी आ मते भी बहुत खुशी भी लगे। तो आपण मैंने घरे आगो निहाती ट्राए करेंगे आ कौ जिलूर देखुं मते कमेंट बॉक्स रे कमेंट करंतु। तो देखो फाइनाली आम रेसिपी बनिकी रेडी हो गलानी। तो सबुतक सेम प्रोसेस रे बनिकी आम रेडी करदेवा। जेहेतु एबे शीतुआ पाग ठंडा भी पड़लानी तो ये ठंडा पागरे जदि गरम गरम किसी खाइबा मिल जाए ताहले छोटू बड़ देखिए समस्ते बहुत खुशी हो जाती। तो आपण मैंने नुआ ट्राए करंतु किछि आ मते कमेंट बॉक्स रे कमेंट करंतु। आ देखो ता सहित गुगुनी आ नहीं 3टी पियाज को मुझे पीसेस रे कटिंग करी नहीं एटा पूरा पूरी ऑप्शनल अछि। आपण मैंने चाहिए ये टमाटो सॉस चिली सॉस सहित भी खाई पारे और जेकोसी चटनी साहाଯ୍य भी खाई पारे बहुत बढ़िया लगे खाइबा।
ତ ଯେକୌଣସି ଚଟଣି ବି ବୁଡ଼େଇକିରି ଖାଇବେ ନା ବହୁତ ବଢ଼ିଆ ଲାଗିବ। ତ ଆପଣମାନେ ଆକୁ ଘରେ ନିହାତି ଟ୍ରାଏ କରିବେ, ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରିବେ। ତ ମୁଁ ଆପଣମାନଙ୍କୁ ଗୋଟେ ପିସ୍ ବାହାର କରିକିରି ଖଣ୍ଡ କରି କ୍ୟାମେରା ସାମ୍ନାରୁ ବି ଦେଖେଇ ଦେଉଛି। ଦେଖନ୍ତୁ କେତେ ବଢ଼ିଆ ପୁରା ସଫ୍ଟ ବନିଛି, ଆଉ ବାହାରୁ ପୁରାପୁରି କ୍ରିପ୍ସି ବନିଛି। ଯେମିତି ହାତରେ ପ୍ରେସ୍ କରିବେ ନା, ଦେଖନ୍ତୁ ପ୍ରେସ୍ କରିକି ଆପଣମାନଙ୍କୁ ଦେଖାଉଛି, ଆଉ କେତେ ବଢ଼ିଆ ପୁରା ବନିଥିବ ଆପଣମାନେ ଜାଣିପାରୁଥିବେ। ବାହାରୁ ପୁରା କ୍ରିପ୍ସି, ଭିତରେ ପୁରାପୁରି ସଫ୍ଟ ବନିଛି। ଆଉ ଆକୁ ଆପଣମାନେ ଖଣ୍ଡ କରି ବି ଦେଖେଇ ଦେଉଛି। ବିନା ତରକାରୀରେ ବି ଏଇ ରେସିପିଟି ଆପଣମାନେ ଖାଇପାରିବେ, ଗରମ ଗରମ ବନେଇକିରି ବିନା ଚଟଣିରେ ବି ଖାଇପାରିବେ। ତ ଘରେ ପୁରା ଇଜି ପ୍ରୋସେସ୍ରେ ବନିକି ରେଡ଼ି ହେଇଯିବ। କେବଳ ମାତ୍ର ଗୋଟେ ଗିନା ବିରିରେ 2ରୁ 3ଟି ଆଳୁରେ ବନିକି ରେଡ଼ି ହେଇଯାଏ ଏ ରେସିପିଟି। ତ ଆପଣମାନେ ବି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।